କ'ଣ ଏତେ ଶସ୍ତା ଆମର ଏ ଜୀବନ? ହଁ, ଯାହା ଶୁଣିଲେ ଆଜିକା ଡେଟ୍ରେ ପ୍ରାୟ ସତ କଥା। ପିଲାମାନେ ଭାବୁଛନ୍ତି ଜୀବନଟା ପୁରା ଶସ୍ତା, ଏମିତି ବ୍ୟର୍ଥ କରିଦେବା। ଆଜିକାର ଯୁବପିଢ଼ି ଜୀବନର ମୂଲ୍ୟ ବି ବୁଝୁନାହାନ୍ତି। କେତେ କଷ୍ଟରେ ଆମର ଏ ଜୀବନଟା ମିଳିଛି, ଆଉ ଆମେ କେତେ କଷ୍ଟରେ ଏତେ ବଡ଼ଟେ ହେଇଛନ୍ତି, ତାର ମୂଲ୍ୟ ବୁଝିବାକୁ ପଡ଼ିବ। ଆଜି ଆମେ ଏ ଭିଡ଼ିଓରେ ଜାଣିବା କାହିଁକି ମୁଁ ଏପରି କହିଲି, ଆମ ଜୀବନଟା ଏତେ ଶସ୍ତା ବୋଲି ମୁଁ କାହିଁକି କହିଲି। ପ୍ରକୃତରେ କ'ଣ ଆମ ଜୀବନଟା ଏତେ ଶସ୍ତା? ତେଣୁ ଏ ଭିଡ଼ିଓଟିକୁ ନିଶ୍ଚିତ ଶେଷ ଯାଏଁ ଦେଖିବେ, ଆଉ ମୁଁ କାହିଁକି ଏଭଳି କହିଲି ତାର ମୂଲ୍ୟ ବୁଝିବାକୁ ଚେଷ୍ଟା କରିବେ, ଆଉ କମେଣ୍ଟରେ ଜଣାଇବେ ପ୍ରକୃତରେ ଆମେ ଜୀବନଟା ମୂଲ୍ୟବାନ, କେତେ ମୂଲ୍ୟବାନ ଆମ ପରିବାର ପାଇଁ, ସମାଜ ପାଇଁ ଆମ ଜୀବନଟା କେତେ ମୂଲ୍ୟବାନ ଆମେ ଜାଣିବା। ପ୍ରତିଦିନ ଏଭଳି ଘଟଣା ଘଟୁଛି ଯାହାଫଳରେ କେତେ ନିରୀହ ଜୀବନ ଚାଲିଯାଉଛି, କେତେ ସଂସାର ଉଜୁଡ଼ି ଯାଉଛି, ଆଉ କେତେ ବାପା ମା ନିରାଶ୍ରୟ ହେଇଯାଉଛନ୍ତି। ବୃଦ୍ଧ କାଳରେ ଯିଏ ତାଙ୍କର ସାହାରା ହେବା କଥା, ଯିଏ ତାଙ୍କୁ ପୋଷିବା କଥା, ଯାହାକୁ କାଖେଇ କୋଳେଇ ଛୋଟରୁ ବଡ଼ଟେ କଲେ, ସେ ଅଧା ବାଟରେ ତାଙ୍କୁ ଛାଡ଼ି ଚାଲିଯାଉଛି। ସେଇ ବାପା ମାଆଙ୍କୁ ପଚାରିବା ଜୀବନର ମୂଲ୍ୟ କ'ଣ, ସେ ହିଁ କହିବେ ଯାହାର 25 ବର୍ଷର କି 22 ବର୍ଷର ପୁଅଟି ଚାଲିଯାଇଛି ଏ ଦୁନିଆରୁ ଦୁର୍ଘଟଣାର ଶିକାର ହେଇ। ସେଇ ବାପା ମା, ସେଇ ସ୍ତ୍ରୀ କହିପାରିବ, ସେଇ ପିଲାପିଲି କହିପାରିବେ ଯାହାଙ୍କର ବାପା ଛୋଟବେଳରୁ ଚାଲିଯାଇଛନ୍ତି। ତାହେଲେ ଆମେ ସେ ଜୀବନର ମୂଲ୍ୟ ଟିକେ ବୁଝିବାକୁ ଚେଷ୍ଟା କରିବା। ଆମେ ଯୁବପିଢ଼ି ପ୍ରାୟତଃ ବିପଦଗାମୀ ହେଇଯାଉଛନ୍ତି, ସାଙ୍ଗସାଥିମାନଙ୍କ ସହିତ ପଡ଼ି ନିଶାସକ୍ତ ହେଇ ଗାଡ଼ି ଚଲେଇ ଦୁର୍ଘଟଣାର ଶିକାର ହେଇ ଅକାଳରେ ଝରି ପଡ଼ୁଛନ୍ତି। ପ୍ରକୃତରେ ସେଇ ପରିବାର କେତେ କଷ୍ଟରେ ଜୀବନଯାପନ କରୁଛି, ତାର ବେଦନା, ତାର ଯନ୍ତ୍ରଣା କାହାକୁ ଜଣା? ସେ ଯିଏ ଚାଲିଗଲା ତାକୁ ଜଣା, ନା ସମାଜରେ ଯିଏ ରହୁଛନ୍ତି ତାଙ୍କୁ ଜଣା, ନା ବନ୍ଧୁବର୍ଗକୁ ଜଣା? ପ୍ରକୃତରେ ସେ ପରିବାରରେ ଲୋକମାନେ ହିଁ ଜାଣନ୍ତି ତାର କେତେ ଅପୂରଣୀୟ କ୍ଷତି ହେଇଯାଏ। ସାମୟିକ ଆନନ୍ଦକୁ ପାଇବା ପାଇଁ ଆଜିକାର ଯୁବପିଢ଼ି ନିଶାସକ୍ତ ହେଉଛନ୍ତି, ସାଙ୍ଗସାଥିମାନଙ୍କ ସହିତ ପଡ଼ି ବିଭିନ୍ନ ପ୍ରକାର ଖରାପ ଅଭ୍ୟାସରେ ପଡ଼ିଯାଉଛନ୍ତି। ବିଶେଷ କରି କଲେଜକୁ ପଢ଼ିବାକୁ ଯାଉଥିବା ପିଲାମାନେ, ସେଇମାନେ ହିଁ ଦୁର୍ଘଟଣାର ଶିକାର ହେଉଛନ୍ତି। ଗାଡ଼ି ଚଲେଇବେ ଖୁବ୍ ସ୍ପିଡ଼ରେ, ଲିମିଟ୍ ନାହିଁ ତାଙ୍କର, ହେଲମେଟ୍ ବିନା ହେଲମେଟ୍, ତାପରେ ନିଶାସକ୍ତ। କି ଅବସ୍ଥା ତାଙ୍କର ହେଇଥିବ, କାହା ସହିତ ନ ଆକ୍ସିଡେଣ୍ଟ ହେଲେ ବି ଗଛ ସହିତ ବାଡ଼େଇ ଦେଉଛନ୍ତି, ଯାଇକି ସେମାନେ ଇଲେକ୍ଟ୍ରିକ୍ ଖୁଣ୍ଟ ସହିତ ବାଡ଼େଇ ଦେଉଛନ୍ତି। ତାହେଲେ କ'ଣ କି ଜୀବନ? କ'ଣ ଜୀବନର ଏମାନଙ୍କର ମୂଲ୍ୟ? ସେମାନେ କିଛି ବୁଝୁଛନ୍ତି? ଖାଲି କ'ଣ ଆମେ ବାପା ମା ଆମକୁ ଏତିକି ବଡ଼ କରିଛନ୍ତି, ଆମେ ଏଇଭଳିଆ ନିଶାସକ୍ତ ହେଇ ଖୁବ୍ ଜୋରରେ ଗାଡ଼ି ଚଲେଇ ସାଙ୍ଗସାଥି ମେଳରେ ପଡ଼ି ଆମ ଜୀବନଟାକୁ ନଷ୍ଟ କରିଦେବା, ଅକାଳରେ ଝଡ଼ିଯିବା? ଆମର କ'ଣ ତାଙ୍କ ପ୍ରତି କିଛି କର୍ତ୍ତବ୍ୟ ନାହିଁ? ତାହେଲେ ଆମକୁ ଚିନ୍ତା କରିବାକୁ ପଡ଼ିବ। ଆମେ ଗାଡ଼ି ଖଣ୍ଡେ ପାଇଗଲେ ମାନେ ଆମେ ଭାବିବା ଏରୋପ୍ଲେନ୍ରେ ଉଡ଼ୁଛନ୍ତି। ସେସବୁ ଖରାପ ଧାରଣା, ଖରାପ ଚିନ୍ତା ଛାଡ଼। ତାହେଲେ ଆଜି ତୁମ ଜୀବନର ମୂଲ୍ୟଟା ବୁଝ। ଯେଉଁ ବୟସରେ ତୁମେ ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରିବ, ପରିଶ୍ରମ କରିକି କିଛି କରିପାରିବ, ନିଜର ଲାଇଫ୍ଟାକୁ ନିଜେ ଗଢ଼ିପାରିବ, ଭବିଷ୍ୟତରେ ଗୋଟେ ଭଲ ଜୀବନ ଜିଇପାରିବ, ବାପା ମାଆଙ୍କୁ ସୁଖରେ ରଖିପାରିବ, ନିଜ ପରିବାରକୁ ସୁଖରେ ରଖିପାରିବ, ସେସବୁ କିଛି ଚିନ୍ତା ନ କରି ସାଙ୍ଗସାଥିମାନଙ୍କ ସହିତ ପଡ଼ି ଫିଷ୍ଟ କରି ମଦମାଂସ ଖାଇ ଉନ୍ମତ୍ତ ହେଇ ଯାହା ସବୁ ଘଟେଇବା କଥା ଘଟଣା ଘଟେଇକି ନିଜେ ବି ହଇରାଣ ହେଉଛ, ସମାଜକୁ ବି ହଇରାଣ କରୁଛ। ତେଣୁ ଯେଉଁମାନେ ଏଭଳି କରୁଛନ୍ତି, ଅବଶ୍ୟ ସମସ୍ତେ ନୁହନ୍ତି, ସମସ୍ତେ ଏଭଳି କରୁନାହାନ୍ତି, ତଥାପି ଅଧିକାଂଶ ପିଲାମାନଙ୍କ କ୍ଷେତ୍ରରେ ଏଗୁଡ଼ା ଦେଖାଯାଉଛି। ମାନେ ସେମାନେ ହେଉଛି ପରିବାରର ବା ନିଜ ଜୀବନର ମୂଲ୍ୟଟାକୁ ତୁଚ୍ଛ ବୋଲି ଭାବୁଛନ୍ତି, ମାନେ ନଷ୍ଟ କରିଦେଉଛନ୍ତି, ଅକାଳରେ ଝଡ଼ି ଯାଉଛନ୍ତି। ତେଣୁ ସେଇମାନଙ୍କୁ ଏଇ ଭିଡ଼ିଓଟି କରାଯାଇଛି ସେଇମାନଙ୍କ ପାଇଁ। ସେମାନେ ନିହାତି ଶୁଣିବେ, ଦେଖିବେ,
ଆଉ ବୁଝିବେ ନିଜ ଜୀବନଟା କ'ଣ। ଦଶମ ଶ୍ରେଣୀ ବହିରେ ଗୋଟେ ଅଛି ଫ୍ରମ୍ ଦି ଫର୍ମାଲିନ୍ ଜାର୍ ଗୋଟେ ବିଷୟ ଦେଇଛନ୍ତି। ରୀତା ଆସମଣି ଗୋଟେ ଡକ୍ଟର ଲେଖିଛନ୍ତି। ସେ ଗୋଟେ ପିଲାଟେ ବିକି ବୋଲି ଗୋଟେ ପିଲାଟେ ତା ଜୀବନଟା ଅକାଳରେ କେମିତି ଝଡ଼ିଯାଇଛି ଆଉ ସେ ଆକ୍ସିଡେଣ୍ଟର ସମ୍ମୁଖୀନ ହୋଇକି ହେଲମେଟ୍ ନ ପିନ୍ଧିକି ମରିଯାଇଛି। ତାର ଯେଉଁ ବ୍ରେନ୍ଟା ତାକୁ ନେଇକି ରଖାହେଇଛି ଗୋଟେ ଲ୍ୟାବୋରେଟୋରୀରେ, ସେଠି ସବୁ ଦେଖିବାକୁ ଛାଡ଼ି ଦେଇଛନ୍ତି। ବ୍ରେନ୍ଟା ତାର ଯେଉଁ ଅଛି ସେ ଭାରି ଦୁଃଖ ପ୍ରକାଶ କରୁଛି ସେ ବିକି ପାଇଁ, ସେ ଅକାଳରେ ଝଡ଼ିଯିବା ପାଇଁ। ତେଣୁ ଏଇଭଳି ପ୍ରତିଦିନ ଶହ ଶହ ଦୁର୍ଘଟଣା ଘଟୁଛି, ଶହ ଶହ ପିଲାମାନେ ଅକାଳରେ ଚାଲି ଯାଉଛନ୍ତି। ତେଣୁ ଆଗକୁ ଯେମିତି ଏମିତି କିଛି ଦୁର୍ଘଟଣା ନ ଶୁଣିବାକୁ ମିଳେ, ନ ହଇରାଣ ହୁଅନ୍ତୁ କୌଣସି ପରିବାର, ସେଥିପାଇଁ ପିଲାମାନେ ସଚେତନ ହୁଅନ୍ତୁ, ନିଜେ ବେଳ ଥାଉ ସୁଧୁରି ଯାଆନ୍ତୁ। ତ ଭାବୁଥିବେ ଆମେ ଆଜି ଅଳ୍ପକେ କିଛି ଗୋଟେ ଖରାପ କାମ କରିଦେବା, ସାଙ୍ଗସାଥିମାନଙ୍କ ସହିତ ମିଶିକି ଅଳ୍ପକେ ଭୋଜିଟେ କରିଦେବା, ସେ ଅଳ୍ପକେଟା ଆଗକୁ ବଡ଼ ହେଇକି ବହୁତ ବଡ଼ ଆକାରରେ ଧାରଣ କରିକି ଶେଷରେ ନିଜ ଜୀବନଟାକୁ ବି ନେଇଯାଉଛି। ସେ ଅଳ୍ପଟାକୁ ଯଦି ଆମେ ବନ୍ଦ କରିଦେବା ତ ଭଲ ମଣିଷଟେ ହେବା, ବାପା ମାଆଙ୍କ ସୁଖ ଦୁଃଖରେ ସାହାଯ୍ୟ କରିବା, ସେମାନଙ୍କୁ ଅସୁବିଧାରେ ସାହାଯ୍ୟ କରିବା, କିଛି ରୋଜଗାର କରିବାର ପନ୍ଥା ବାହାର କରିବା, ଭବିଷ୍ୟତ ଗଢ଼ିବା, ନିଜ ଜୀବନକୁ ଏଇଭଳିଆ ଭାବରେ ଗଢ଼ିବା ଯେମିତି ବାପା ମାଆ ଗର୍ବ କରିବେ, ନା କି ଏଇଭଳିଆ ଭାବରେ ନଷ୍ଟ କରିଦେବା ବାପା ମାଆ ଯାହାପରି ଝୁରି ଝୁରି ତାଙ୍କ ପ୍ରାଣ ଚାଲିଯିବ ବୃଦ୍ଧ ବୟସରେ। ବହୁତ ବାପା ମାଆଙ୍କୁ ମୁଁ ଦେଖୁଛି ଯେଉଁମାନଙ୍କର ଗୋଟିଏ ଗୋଟିଏ ପୁଅ, ସେମାନେ ଏ ଦୁନିଆରେ ନାହାନ୍ତି, ଯାହାକି ସାହାରା ହେଇପାରିଥାନ୍ତେ ବାପା ମାଆଙ୍କୁ, ସେମାନେ ଏଇ ମଦ୍ୟପାନ ଆଉ ଖରାପ ସଙ୍ଗରେ ପଡ଼ିକି ସେ ଦୁର୍ଘଟଣା ଶିକାର ହେଇକି ଚାଲି ଯାଇଛନ୍ତି ଏ ଦୁନିଆରୁ। ତେଣୁ ସେଇମାନଙ୍କୁ ଅନୁରୋଧ ରହିବ, ସେମାନେ ନିଜେ ସୁଧୁରିବାକୁ ଚେଷ୍ଟା କରିବେ ଆଉ ସମାଜରେ ନିଜର ଗୋଟେ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଧନ୍ୟବାଦ।